आज ହେଉଛି ବଳଭଦ୍ର ଜନ୍ମ। ଏହାକୁ ବହୁ ଚାଷୀ ପରିବାର ଗହ୍ମା ପୂର୍ଣ୍ଣମୀ ରୂପେ ପାଳିଥାନ୍ତି ଏବଂ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ ଏହି ଦିନରେ। ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ପ୍ରତ୍ୟେକ ପରିବାର କୃଷି ଉପରେ ନିର୍ଭର କରି ଚଳିଥାନ୍ତି। ଏହି ଗହ୍ମା ପୂର୍ଣ୍ଣମୀ ଚାଷୀ ପରିବାରର ବଡ଼ ପର୍ବ। ଚାଷୀର ଭଗବାନ ହେଉଛନ୍ତି ବଳଭଦ୍ର। ଆଜି ବଳଭଦ୍ରଙ୍କ ଜନ୍ମଦିନ, ତାଙ୍କୁ ଆଜି ଘରେ ଘରେ ପୂଜା କରାଯାଏ। ଚାଷୀ ପ୍ରଥମେ ଅକ୍ଷି ତୃତୀୟା ଠାରୁ ଅକ୍ଷିମୁଠି ବୁଣି ଚାଷ କାର୍ଯ୍ୟ ଆରମ୍ଭ କରିଥାଏ। ଏହାପରେ ଧାନ ତଳି ବଡ଼ ହେଲେ କ୍ଷେତରେ ରହିଥାଏ। ଶ୍ରାବଣ ମାସରେ ବର୍ଷା ହେଲେ ଚାଷ କାମ ଆରମ୍ଭ କରିଥାଏ। ଏଥିପାଇଁ ଚାଷୀକୁ ହଳ, ଲଙ୍ଗଳ, ମୋହି, ଜୁଆଳି, କୋଡ଼ି, ଶାବଳ ଇତ୍ୟାଦି ବ୍ୟବହାର କରିଥାଏ। ଶ୍ରାବଣ ମାସରେ ଧାନ ରୋଇବା ସାରିଲେ ଶ୍ରାବଣ ପୂର୍ଣ୍ଣମୀ ଦିନ ପଡ଼ିଥାଏ ବଳଭଦ୍ର ଜନ୍ମ ବା ଗହ୍ମା ପୂର୍ଣ୍ଣମୀ। ଏହି ଦିନ ଚାଷୀ ପ୍ରଥମେ ଗାଈ ବଳଦକୁ ଗାଧୋଇ ସିନ୍ଦୁର ଚନ୍ଦନ ଦେଇଥାଏ ଏବଂ ପରେ ଖାଇବାକୁ ଦେଇଥାଏ। ଏହାପରେ ଚାଷ କାମରେ ବ୍ୟବହାର କରିଥିବା ଲଙ୍ଗଳ, ମୋହି, ଜୁଆଳି, କୋଡ଼ିକୁ ଧୋଇଥାଏ ଏବଂ ପରେ ଏହାକୁ ଆଣି ପୂଜା କରିଥାଏ। କାରଣ ଚାଷୀର ପ୍ରତ୍ୟେକ ସମୟରେ ଏହି ସରଞ୍ଜାମ ସାହାଯ୍ୟ କରିଥାଏ। ଏହାଦ୍ୱାରା ଚାଷୀ ଚାଷ କାମକୁ ଆଗକୁ ବଢ଼ାଇଥାଏ। ଏହାପରେ ଚାଷୀ ଘରେ ବଳଭଦ୍ରଙ୍କ ଉଦ୍ଦେଶ୍ୟରେ ଘରେ ଗାଈ, ଗୋରୁ ଓ କେରୁଆ ଗଛକୁ ପୂଜା କରିଥାଏ ଏବଂ ସନ୍ଧ୍ୟାରେ ଏହି ଗଛକୁ କ୍ଷେତରେ ପୋତିଥାଏ। ଏହା ସହିତ ବହୁ ଗ୍ରାମରେ ଛାଗଳ ବୋଦା ଗ୍ରାମ ଠାକୁରାଣୀଙ୍କ ପାଖରେ ପଡ଼ିଥାଏ ଏବଂ ବୋଦାର ରକ୍ତକୁ ବେଲପତ୍ରରେ ଲଗାଇ କ୍ଷେତରେ ପୋତିଥାଏ, ଯାହାଦ୍ୱାରା ଚାଷୀ ଅଧିକ ଅମଳ କରିବ ଫସଲ, ଯାହା ପ୍ରତି ଚାଷୀଙ୍କ ମନରେ ବିଶ୍ୱାସ ରହିଛି। ଏବଂ ବୋଦାର ମାଂସକୁ ପ୍ରସାଦ ରୂପେ ସମସ୍ତେ ପାଇଥାନ୍ତି। ପ୍ରତ୍ୟେକ ଘରେ ଘରେ ମଣ୍ଡା, କାକରା, କ୍ଷୀରି କରି ପୂଜା କରିବା ସହିତ ଖାଇଥାନ୍ତି। ଆଜିର ଦିନରେ ସୁଭଦ୍ରା ଠାକୁରାଣୀ ନିଜର ସୁରକ୍ଷା ପାଇଁ ବଳଭଦ୍ର ଜଗନ୍ନାଥଙ୍କୁ ରାକ୍ଷୀ ବାନ୍ଧିଥାନ୍ତି। ଏହାକୁ ପ୍ରତ୍ୟେକ ଘରେ ଘରେ ଭଉଣୀ ଭୟର ରକ୍ଷା କବଚ ପାଇଁ ରାକ୍ଷୀ ବାନ୍ଧିଥାଏ। କିଛି ଗ୍ରାମରେ ସନ୍ଧ୍ୟା ସମୟରେ ଗହ୍ମା ଡିଆ ସହିତ କବାଡ଼ି ଖେଳ ହୋଇଥାଏ। ଏ ଗହ୍ମା ପୂର୍ଣ୍ଣମୀ ବୋଲି ଆମେ ଯାହା ପାଳନ କରୁଛୁ, ଏଇଟା ଆମର ଓଡ଼ିଶାର ଗଣପର୍ବ ହିସାବରେ ବହୁତ ଦିନରୁ ପାଳିତ ହୋଇ ଆସୁଛି। ଚାଷୀମାନଙ୍କର ଏଇଟା ଗୋଟେ ପ୍ରଧାନ ପର୍ବ। ଆଉ ବିଶେଷ କରି ଆମର ସାରା ଓଡ଼ିଶାରେ ଘରେ ଘରେ ଏଇ ପର୍ବ ପାଳନ ହୁଏ। ବର୍ଷା ଦିନର ଆରମ୍ଭରୁ ଚାଷବାସ କାର୍ଯ୍ୟକ୍ରମ ଆରମ୍ଭ ହୁଏ। ଆଜିର ଦିନରେ ସବୁ କାର୍ଯ୍ୟ ଶେଷ ହେଲା। ଲଙ୍ଗଳ, ଜୁଆଳି ପ୍ରଭୃତି କୃଷି ଉପକରଣ ଗୁଡ଼ାକ ସଫା କରିକିରି ତାକୁ ପୂଜା କରିକିରି, ଆଉ ପ୍ରତ୍ୟେକ ଘରେ ପିଠା ପଣା ପ୍ରଭୃତି, ନୂଆ ଲୁଗା, ନୂଆ ବସ୍ତ୍ର ସମସ୍ତେ ବ୍ୟବହାର କରିକି ଏହି ମହୋତ୍ସବକୁ ପାଳନ କରୁଛନ୍ତି। ପ୍ରତ୍ୟେକ ଘରେ ଘରେ ପୂଜା ଅର୍ଚ୍ଚନା ଚାଲିଛି। ଆଉ ବିଶେଷ କରି ଆଜି ଏ ଦିନଟି ବଳଭଦ୍ରଙ୍କର ଜନ୍ମଦିନ ହିସାବରେ ମହତ୍ଵ ବହନ କରେ। ବଳଭଦ୍ର ଆଉ ଜଗନ୍ନାଥଙ୍କର ଗେଲା ଭଉଣୀ ସୁଭଦ୍ରା ବଳଭଦ୍ରଙ୍କ ଆଉ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧି ଦେଇ ନିଜର ସୁରକ୍ଷା ଦାବି କରିଛନ୍ତି। ସେହି ପରମ୍ପରାକୁ ନେଇ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଘରେ, ସାରା ଦେଶରେ ଘରେ ଘରେ ଏହି ରକ୍ଷାବନ୍ଧନ ମଧ୍ୟ ପାଳନ ହେଉଛି। ଗୋଟିଏ ଦିନରେ ଦୁଇଟି ପର୍ବ ଆମର ଓଡ଼ିଶାର ଦେଶର ଗଣପର୍ବ ହିସାବରେ ଗୃହୀତ ହେଇଛି। ଆଉ ପ୍ରତ୍ୟେକଙ୍କର ଘର ଭିତରେ ଆନନ୍ଦ ଉଲ୍ଲାସର ଲହରୀ ଖେଳି ଯାଇଛି। ସୋରଡ଼ାରୁ ମନୋରଞ୍ଜନ ଅଧିକାରୀଙ୍କ ରିପୋର୍ଟ, ସକାଳ ଖବର।